ଥରେ ଶ୍ରୀକୃଷ୍ଣ ଆଉ ଅର୍ଜୁନ କଥା ଛଳରେ ଅର୍ଜୁନ ପଚାରିଲେ, ହେ ସଖା, ବ୍ରହ୍ମାଣ୍ଡରେ ସବୁଠାରୁ ବଡ଼ କିଏ? ଶ୍ରୀକୃଷ୍ଣ କହିଲେ, ମୁଁ ଭାବୁଛି ବୋଧେ ସବୁଠାରୁ ଆମ ପୃଥିବୀ ବଡ଼। ପୁଣି କିଛି ପରମୁହୂର୍ତ୍ତରେ କହିଲେ ନା, ପୃଥିବୀକୁ ଅଧେ ତ ସମୁଦ୍ର ଢାଙ୍କିକି ରଖୁଛି, ତେଣୁ ହୁଏତ ସମୁଦ୍ର ବଡ଼। ପରମୁହୂର୍ତ୍ତରେ ପୁଣି ଶ୍ରୀକୃଷ୍ଣ କହିଲେ, ନା, ସମୁଦ୍ରକୁ ଅଗସ୍ତ୍ୟ ଋଷି ଚଳୁ କରିଦେଇଥିଲେ, ତେଣୁ ଅଗସ୍ତ୍ୟ ଋଷି ବୋଧେ ବଡ଼। ପୁଣି ନୀରବ ରହି ପୁଣି କୃଷ୍ଣ କହିଲେ, ଅଗସ୍ତ୍ୟ ଋଷି ଆକାଶରେ ଏକ କୋଣରେ ସେ ରୁହନ୍ତି, ତେଣୁ ହୁଏତ ଆକାଶ ବଡ଼। ପୁଣି ପରମୁହୂର୍ତ୍ତରେ ଶ୍ରୀକୃଷ୍ଣ କହିଲେ, ହେଲେ ଆକାଶକୁ ତ ମୁଁ ବାମନ ଅବତାରରେ ପାଦରେ ମାପି ଦେଇଥିଲି, ତେଣୁ ସଂସାରରେ ହେଉଛି ମୁଁ ବଡ଼, କାରଣ ମୁଁ ହେଉଛି ଭଗବାନ, ମୁଁ ବଡ଼। ହେଲେ ମୁଁ ତ ମୋ ଭକ୍ତର ହୃଦୟରେ ରୁହେ, ତେଣୁ ମୁଁ ବି ବଡ଼ ନୁହଁ। ତେଣୁ ସବୁଠାରୁ ବଡ଼ ହେଉଛି ମୋ ଭକ୍ତର ହୃଦୟ। ଯିଏ ଭକ୍ତି କରେ, ପ୍ରଭୁଙ୍କୁ ଶ୍ରଦ୍ଧା କରେ, ପ୍ରଭୁଙ୍କୁ ଭଜନ କୀର୍ତ୍ତନ କରେ, ପ୍ରଭୁ କେବଳ ସେଇ ଭକ୍ତର ହୃଦୟରେ ରୁହନ୍ତି। ଆପଣ ମନ୍ଦିର ଯାଆନ୍ତୁ, ମନ ନାହିଁ, କିନ୍ତୁ ଭକ୍ତିର ସହିତ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରନ୍ତୁ, ପ୍ରଭୁଙ୍କୁ ଆରାଧନା କରନ୍ତୁ, ଦେଖିବେ ଆପଣଙ୍କର ହୃଦୟଟା ଏକ ମନ୍ଦିର ହେଇଯିବ। ଆପଣଙ୍କର ହୃଦୟରେ ଭଗବାନ ଅଛନ୍ତି ବୋଲି ଆପଣ ବି କେମିତି ଜାଣିବେ? ନା, ଆମେ ଗୋଟେ କାମ କରୁଛୁ, ତାର ଗୋଟେ ଭଲ ଦିଗ ଖରାପ ଦିଗ ଅଛି। ଯଦି ଆମେ ଗୋଟେ ଖରାପ କାମ କରିବା ପାଇଁ ଚାହୁଁଛୁ, ଆମ ଭିତରୁ ସତେ ଯେମିତି କିଏ ଗୋଟେ ଆମକୁ ବାରଣ କରୁଛି, ନା ଏ କାମ କରନା, କିମ୍ବା ଗୋଟେ ଭୁଲ କାମ ସରିଲା ପରେ ଆମର ସେଇଟାକୁ ଅନୁତାପ କରୁଛୁ, ନା ଏ କାମଟା କରିଦେଲି, ଏଇଟା ବଡ଼ ଭୁଲ କରିଦେଲି ମୁଁ। ଏ ଯେଉଁ ଠିକ୍ ଭୁଲ ରାସ୍ତା ଆମକୁ କିଏ ଦେଖାଉଛି? ସିଏ ହେଉଛନ୍ତି ଆମର ଅନ୍ତରାତ୍ମା ପ୍ରଭୁ ନାରାୟଣ। ଆପଣ ଏଇଥିରୁ ବିଶ୍ୱାସ କରନ୍ତୁ, ଏଇ ଯେଉଁ ଭୁଲ ଠିକ୍ ଆମକୁ ମାର୍ଗ ଦର୍ଶାଉଛନ୍ତି, ସିଏ ହେଉଛନ୍ତି ପ୍ରଭୁ ନାରାୟଣ। ସେ କେବଳ ଆମର ଏଇ ଅନ୍ତରରେ ଅଛନ୍ତି। ଆଉ ପ୍ରଭୁ କେଉଁ ମନ୍ଦିର, ମସଜିଦ, କେଉଁ ଗିର୍ଜାରେ ନାହାନ୍ତି। ପ୍ରଭୁଙ୍କୁ ଯେତେ ଯିଏ ଭକ୍ତିର ସହିତ ଡାକିବ, ପ୍ରଭୁ ତାର ସେ ଭକ୍ତର ହୃଦୟରେ ବସା ବାନ୍ଧି ରହିଯିବେ। ଜୟ ଜଗନ୍ନାଥ।